ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ରାଧାରାଣୀ ୱିଙ୍ଗସ୍ ପକ୍ଷରୁ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତ ବସନ୍ତପୁର ସ୍ଥିତ ଯୁଗଳ କିଶୋରୀ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୋଳ ପୂର୍ଣ୍ଣିମା ମେଳନ ଯାତ୍ରା ଠାରୁ ଆରମ୍ଭ କରି ବିଶ୍ୱ ମହିଳା ଦିବସ ପର୍ଯ୍ୟନ୍ତ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଆଜି ରାଧାରାଣୀ ଓମେନ୍ସ ୱିଙ୍ଗସ୍ ପକ୍ଷରୁ ଦିବା 11 ଘଟିକା ସମୟରେ ମନ୍ଦିର ପରିସରରେ ମହିଳା ଦିବସ ଉପଲକ୍ଷେ ମହିଳା ଦିବସ ପାଳନ ସହ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରକ୍ଷା ନିମନ୍ତେ ବୃକ୍ଷରୋପଣ କରାଯାଇଥିଲା। ପରେ ସମସ୍ତ ସଦସ୍ୟମାନଙ୍କ ମୁଣ୍ଡରେ ଟୋପି ପରିଧାନ ପାଇଁ ଟୋପି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଧାରାଣୀ ୱିଙ୍ଗସ୍ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗଣେଶ ପଣ୍ଡା, ମୁଖ୍ୟ ପରାମର୍ଶଦାତା ପ୍ରଭାତ ମହାପାତ୍ର, ସମ୍ପାଦକ ଝୁନାରାଣୀ ବାରିକଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ମନ୍ଦିର କମିଟିର ସଭାପତି ପୀତବାସ ଆଚାର୍ଯ୍ୟ, ସମ୍ପାଦକ ଗଜେନ୍ଦ୍ର ମହାନ୍ତି, ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ, ସହଯୋଗୀ ରବୀନ୍ଦ୍ର ମହାନ୍ତିଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। सर्वप्रथमे जय जगन्नाथ। आज ये बसंतपुर श्री श्री जुगल किशोर जीव मंदिर प्रांगण में जो सरस्वतीपुर राधाराणी वुमेन्स विंग्स ऑर्गेनाइजर समस्त कर्मकर्ता जो आमर महिला आंतर्जातिक महिला दिवस उपलक्षे वृक्षरोपण कार्यक्रम जो साधुवाद से पदक्षेप स्वागत योग्य। ता छड़ा वृक्ष आम बहुत दरकारी। वृक्ष आमर जो भली आमर अत्याधुनिक जुगरे जो भली भाव आमर परिवेश प्रदूषण होचे एवं आमर जलवायु अनियमितता गोटे समग्र देशव्यापी व्याधि भलिया व्यापीगलानी। से वृक्षरोपण निहाती आवश्यक। निश्चित एक परवर्ती पदशिष्य माने विश्वास सबले चिंता करबा विचार करके स्वतंत्र बनबे कहा का अनुकरण करी नुहे हुआ प्रकार चिंताधारा नै विचार करबे एवं कार्य परिणत करबा चेष्टा करबे। जमिति हमरा श्रद्धा मोर सान भाई गणेश पंडा करू मो सति भाई आंतरिक भाव बहुत भल पाए। मो जतबेले रिटायर करी आसी ततबेले मन गाँ बहुत